ওম নমো ভগবতে বাসুদেবায়। দ্বাদশ অধ্যায়। দ্বাদশে সনকাদি মুনি মনুজন্মাই পদ্মযোনি। সৃষ্টি বিস্তার ন দেখিলা দ্বিখণ্ডে যৌন সৃষ্টি কলা। মৈত্রেୟ উবাচ ଏମନ୍ତେ କାଳ ସଂଖ୍ୟା ଯେତେ ବର୍ଣ୍ଣିଲି ତୋହର ଅଗ୍ରତେ। ଏବେ ବି ଦୂର କହୁଁ ତୋତେ ସେ ବ୍ରହ୍ମା ସର୍ଜନା ଯେମନ୍ତେ। ବେଦ ବିଚାରେ କଲା ସୃଷ୍ଟି ଯେଣୁ ଅମୋଘ ତାର ଦୃଷ୍ଟି। ଅନ୍ଧତା ମିଶ୍ର ମହାମୋହ ତାମିଶ୍ର ପୁଣି ତମ ମୋହ। ଅବିଦ୍ୟା ପଞ୍ଚ ପର୍ବ ସୃଷ୍ଟି ଆଗେ କଳ୍ପିଲା ପରମେଷ୍ଠି। ପାପ ବହୁଳ ସୃଷ୍ଟି ସେହି ତା ଦେଖି ବ୍ରହ୍ମା ବିଚାରଇ। ଏ ସୃଷ୍ଟି ନୋହିଲା ଉଚିତ ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ। ଗୋବିନ୍ଦ ପାଦ ଧ୍ୟାନ ବଳେ ସଂଯୁକ୍ତ ଭକତି ନିଶ୍ଚଳେ। ବିଷ୍ଣୁର ଅଂଶେ ଚାରି ଭ୍ରାତ ବ୍ରହ୍ମାର ମନ ମଧ୍ୟୁଜାତ। ସନକ ସନନ୍ଦ ଏବେନି କୁମାର ସନାତନ ଘେନି। ସ୍ୱଭାବେ ଊର୍ଦ୍ଧ୍ୱରେ ତାହୁନ୍ତି ବିଷ୍ଣୁ ଆନ ନ ଜାଣନ୍ତି। ତାହାଙ୍କୁ ଚାହିଁ ବେଦବର ସ୍ୱଭାବେ କହଇ ମଧୁର। ତୁମ୍ଭେ ଚତୁର ପୁତ୍ରେ ମୋର ବେଦ ପ୍ରମାଣେ ସୃଷ୍ଟି କର। ଏମନ୍ତେ ପିତା ବାକ୍ୟ ଶୁଣି ପୁତ୍ରେ କହନ୍ତି ମନେ ଗୁଣି। ଆମ୍ଭର ତେଣେ କାର୍ଯ୍ୟ ନାହିଁ ଏମନ୍ତ ଆଜ୍ଞା ଦିଅ ତୁହି। ଗୋବିନ୍ଦ ଚରଣାର ବିନ୍ଦେ ଭକ୍ତି କରିବୁ ମୋକ୍ଷ ପଦେ। ଏମନ୍ତ ଶୁଣି ତାଙ୍କ ବାଣୀ କ୍ରୋଧେ କମ୍ପିଲା କୁଶ ପାଣି। ପୁଣି ବୁଦ୍ଧିରେ ଚିତ୍ତ ଧରି ଧ୍ୟାନେ ସୁମରି ନରହରି। କୋପେ ଭ୍ରୁକୁଟି ତାକୁଟିଳ ବଦନ ଦିଶିଲା ପିଙ୍ଗଳ। ଭ୍ରୁକୁଟି ମଧ୍ୟୁ ପୁତ୍ର ଜାତ ଦିଶଇ ସୁନୀଳ ଲୋହିତ। ଦେବଙ୍କ ପୂର୍ବେ ଜାତ ସେହି କାନ୍ଦଇ ବ୍ରହ୍ମା ମୁଖ ଚାହିଁ। ବୋଲଇ ଶୁଣ ବେଦବର ମୋହର ନାମ ଆଗେ କର। ନିର୍ଭୟ ସ୍ଥାନେ ସ୍ଥାପ ମୋତେ ଯେମନ୍ତେ ରହିବି ନିଶ୍ଚିନ୍ତେ। ଶୁଣି ସାନନ୍ଦ ପ୍ରଜାପତି ଚିନ୍ତିଲା ଯେବା ନାମ ସ୍ଥିତି। ହେ ପୁତ୍ର ରୋଦନ କର କରିବି ବଚନ ତୋହର। ରୋଦନ କଲୁ ଆଗେ ଯେଣୁ ତୋ ନାମ ରୁଦ୍ର ହେଉ ତେଣୁ। ଏମନ୍ତ କହି ତାର ଆଗେ ସ୍ଥାନ କଳ୍ପିଲା ଯଥା ଭାଗେ। ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ ବାୟୁ ଅନଳ ଜଳ ସ୍ଥାନ। ମହିମିହିର ଚନ୍ଦ୍ର ତପ ଏମନ୍ତେ ଏକାଦଶ ରୂପ। ଯେ ସ୍ଥାନେ ଯେ ନାମ ତୋହର ହୋଇବ ଶୁଣ ହେ କୁମର। ମନ ଉପରେ ମନୁ ନାମ ଇନ୍ଦ୍ରିୟ ପଦେ ମନୁ ଜାଣ। ପ୍ରାଣରେ ବସେ ମହିନସ ଆକାଶେ ମହାନ ପ୍ରକାଶ। ପବନେ ଶିବ ରୂପେ ବସେ ଅନଳେ ଋତ ଧ୍ୱଜ ମିଶେ। ଊର୍ଦ୍ଧ୍ୱରେ ତସ ଜଳ ଯୋଗେ ଭବବ ଶିବ ଭୂମି ଭାଗେ। ରବିର ସ୍ଥାନେ କାଳ ଭାବ ଚନ୍ଦ୍ରେବ ଶିବ ବାମଦେବ। ତପେବ ଶିବ ଧୃତ ବ୍ରତ ଏମନ୍ତେ ଏକାଦଶ ମତ। ତୁମ୍ଭର ପତ୍ନୀ ନାମ ଯେତେ ଶୁଣ କହିବା ତୋ ଅଗ୍ରତେ। ଧୀବୃତ୍ତି ଉଷନା ଯେ ଉମା ଅପରେ ଶୁଣ ଯେତେ ବାମା। ନିଉତ୍ସର୍ପୀ ଇଳା ଅମ୍ବିକା ଇରାବତୀ ଯେ ସୁଧା ଦୀକ୍ଷା। ଏକନ୍ୟା ରୁଦ୍ରାଣୀ ବୋଲାନ୍ତି ଏହାଙ୍କ ତୁମ୍ଭେ ହୁଅ ପତି। ଏ ଯେତେ ନାମ ଆଦି ସ୍ଥାନ ସ୍ଥିରି ସହିତେ ତୁହି ଘେନ। ଏଣେ ତୁ ପ୍ରଜା ସୃଷ୍ଟି କର ହୁଅ ତୁ ପ୍ରଜାପତି ବର।
ଏମନ୍ତେ ଗୁରୁ ଆଜ୍ଞା ପାଇ ନୀଳ ଲୋହିତ ତୋଷ ହୋଇ ସତ୍ୱ ଆକୃତି ଆତ୍ମସମ ନିର୍ମାଣ କଲା ପ୍ରଜାଗଣ। ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ସଭଏ କମ୍ପେ ତାର ଦେହି। ବୋଲନ୍ତି ରୁଦ୍ର ମୁଖ ଚାହିଁ ଭୋପୁତ୍ର ଏଣେ କାର୍ଯ୍ୟ ନାହିଁ। ଏ ସୃଷ୍ଟି ମହାଭୟଙ୍କର ଦେଖି କମ୍ପିଲା ଚିତ୍ତ ମୋର। ଏ ସୃଷ୍ଟି ଦଶ ଦିଗ ତୁଲେ ମୋହର ମନେ ତାପ କଲେ। ଏବେ ତୁ ତପ ସାଧ୍ୟ କର ସର୍ବଜୀବଙ୍କ ସୁଖ ଘର। ତପର ବଳେ ଏ ଜଗତେ ପ୍ରଜା ତୁ କର ପୂର୍ବ ମତେ। ତପେ ତୁ ବିଷ୍ଣୁଙ୍କୁ ପାଇବୁ ଯେ ଭାବେ ସର୍ବକାଳେ ଥିବୁ। ମୈତ୍ରେୟ ଉବାଚ। ଏମନ୍ତ ବ୍ରହ୍ମା ଆଜ୍ଞା ପାଇ ନୀଳ ଲୋହିତ ତୋଷ ହୋଇ ବ୍ରହ୍ମାର ଚରଣେ ନମିଲା ତପ ସାଧନେ ବନେ ଗଲା। ରୁଦ୍ରଙ୍କୁ ତପ ଆଜ୍ଞା ଦେଇ ସେ ବ୍ରହ୍ମା ମନେ ବିଚାରଇ। ଏତ ଅସଂଖ୍ୟ ରୁଦ୍ରଗଣ ନୁହନ୍ତି ସୃଷ୍ଟିର କାରଣ। ତାହାଙ୍କୁ ଶିବ ଲୋକେ ଥୋଇ ପୁଣି ସଂଶୟେ ବିଚାରଇ। ଏବେ କି କରିବି ଉପାୟ ନ ପୁଣ କୋପେ ଦେବରାୟ। ଏଅନ୍ତେ ବିଷ୍ଣୁ ପାଦ ଚିନ୍ତି ଧ୍ୟାନେ ବସିଲା ପ୍ରଜାପତି। ତାର ଶରୀରୁ ଦଶ ସୂତ ତକ୍ଷଣେ ହୋଇଲେ ସମ୍ଭୂତ। ଲୋକବର୍ଦ୍ଧନ ହେତୁ ଅର୍ଥେ ନମିଲେ ବ୍ରହ୍ମା ପାଦ ଗତେ। ମରିଚି ଅତ୍ରି ଅଙ୍ଗିରସ ପୌଲସ୍ତ୍ୟ ପୁଲହ ପ୍ରକାଶ। କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ ଦଶମେ ନାରଦ ପ୍ରତ୍ୟକ୍ଷ। ଶୁଣ ବିଦୁର କହୁଁ ଭଲେ ଯେ ଅଙ୍ଗୁ ଯେବା ଉପୁଜିଲେ। ନାରଦ ଉପୁଜିଲେ କୋଳୁ ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ। ପ୍ରାଣୁ ବଶିଷ୍ଠ ମୁନି ଜାତ ଭୃଗୁ ଯେ ତ୍ୱକରୁ ସମ୍ଭୂତ। କ୍ରତୁ ଉପୁଜେ ଭୁଜ ମୂଳୁ ପୁଲହ ନାଭିର ମଣ୍ଡଳୁ। ପୌଲସ୍ତ୍ୟ କର୍ଣ୍ଣ ମୂଳୁ ଜାତ ଅଙ୍ଗିରା ବଦନୁ ସମ୍ଭୂତ। ଅତ୍ରି ଉପୁଜେ ଚକ୍ଷୁ ଯୁଗେ ମରିଚି ମନର ସଂଯୋଗେ। ଦକ୍ଷିଣ ସ୍ତନୁ ଧର୍ମ ଜାତ ଯେ ଧର୍ମ ଧର ଇ ଜଗତ। ଯେ ସ୍ଥାନେ ସ୍ୱୟଂ ନାରାୟଣ ଅଛନ୍ତି ସଦା ବିଦ୍ୟମାନ। ଅଧର୍ମ ପୃଷ୍ଠ ଦେଶୁ ହୋଇ ମୃତ୍ୟୁ ଜହିରୁ ସଞ୍ଚରଇ। କାମତା ହୃଦରୁ ସମ୍ଭୂତ ଭୁରୁ ମଣ୍ଡଳୁ କ୍ରୋଧ ଜାତ। ଲୋଭ ହୋଇଲା ଓଷ୍ଠ ଦେଶେ ବଚନ ବଦନୁ ପ୍ରକାଶେ। ଶପଥ ସିନ୍ଧୁ ମେଢ୍ର ଦେଶୁ ମୃତ୍ୟୁ ଦେବତା ଗୁହ୍ୟ ଦେଶୁ। କର୍ଦ୍ଦମ ଛାୟାରୁ ସମ୍ଭୂତି ଯାହାର ପତ୍ନୀ ଦେବହୂତି। ଏମନ୍ତେ ଅଶେଷ ଜଗତ ବ୍ରହ୍ମାର ମନ ଦେହୁଁ ଜାତ। ଯେ କନ୍ୟା ବଚନୁ ଜନ୍ମିଲା ବ୍ରହ୍ମାର ମନ ସେ ମୋହିଲା। ସକାମେ ବ୍ରହ୍ମା ତାର ହସ୍ତ ଧଇଲେ ରତି ରଙ୍ଗ ଅର୍ଥ। ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ ପୁତ୍ରେ ମିଳିଲେ ତା ଅଗ୍ରତେ। ମରିଚି ଆଦି ଯେତେ ଭାଇ ବୋଲନ୍ତି ପିତା ମୁଖ ଚାହିଁ। ଭୂତାତ ସ୍ଥିର କର ଚିତ୍ତ ଏତ ତୁମ୍ଭର ବିପରୀତ। ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ। କାହିଁ ଦୁହିତା ରମେ ପିତା ଏଣୁ ଆମ୍ଭର ମନେ ଚିନ୍ତା। ପୂର୍ବେ ତେଜସ୍ୱୀ ଯେତେ ଥିଲେ ସତ୍ୟ ସେ ଧର୍ମ ଆଚରିଲେ। ସେ ନ କରନ୍ତି ଏଡେ କର୍ମ ସ୍ୱଭାବେ ନୁହ ଇଏ ଧର୍ମ। ଯେ ଧର୍ମ ଲୋକ କ୍ଷେମ କରେ ଆନନ୍ଦେ ଆତ୍ମାକୁ ଉଦ୍ଧାରେ। ଭୂତାତ ଧର୍ମେ କର ଚିତ୍ତ ଅଧର୍ମେ ନ ବୁଡୁ ଜଗତ। ତୁ ଏବେ ପାପ ଆଚରିଲେ ସଂସାରେ ଥିବ କେବା ଭଲେ।
ଏମନ୍ତ ବ୍ରହ୍ମାଙ୍କୁ ଜଣାଇ ପୁଣି ବୋଲନ୍ତି ବିଷ୍ଣୁ ଚାହିଁ। ହେ ବିଷ୍ଣୁ ଜଗତ ଈଶ୍ୱର ଆମ୍ଭର ତୋତେ ନମସ୍କାର। ତୁ ଦେବ ଧର୍ମ ରକ୍ଷା କର ଅଧର୍ମେ ନ ବୁଡୁ ପିଅର। ଏମନ୍ତେ ପୁତ୍ରଙ୍କୁ ଅନାଇ ବ୍ରହ୍ମା ରହିଲେ ଲଜ୍ଜା ପାଇ। ତକ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ବେଦନାଥ। ଅତି ଲଜ୍ଜିତ ଯେଣୁ ହେଲେ ଲୀଳାରେ ତନୁ ତ୍ୟାଗ କଲେ। ସେ ବ୍ରହ୍ମା ଯେଣୁ ଲଜ୍ଜା କଲା ତାତନୁ ଅଷ୍ଟ ଦିଗେ ଗଲା। ସେ ଘୋର ଅନ୍ଧକାର ରେଖା ନାମ ବହିଲା କୁଜ୍ଝଟିକା। ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟର ମୁଖେ ପ୍ରକାଶଇ। ପୁଣି ଚଳଇ ଅଷ୍ଟଦିଶେ ସଞ୍ଚରେ ସମ୍ଭବି ଆକାଶେ। ମେଘର ପ୍ରାଏ ତାର ଦେହି ଶୁଣ ବିଦୁର ଏବେ କହି। ଚିନ୍ତା ଆକୁଳେ ପ୍ରଜାପତି ସୃଷ୍ଟି ବିଷये କଲାମତି। ଧ୍ୟାନ କରନ୍ତେ ମନ ଖେଦେ ମୁଖୁ ସ୍ଫୁରିଲେ ଚାରି ବେଦେ। ଶବଦ ବ୍ରହ୍ମ ପରିମାଣେ ଧର୍ମ ଅଧର୍ମ ଯେ ବଖାଣେ। ମନେ ବିଚାରେ ପଦ୍ମଯୋନି ମୁଁ ଏବେ ବେଦ ତତ୍ତ୍ୱ ଘେନି। କରିବି ବିଷୟ ଗୋଚର ଯେମନ୍ତେ ପୂର୍ବେ ଏ ସଂସାର। ବେଦ ବିଚାରେ ନାନା ମତେ କର୍ମ ବିସ୍ତାରୀ ଏ ଜଗତେ। ଏ ଚାରି ହୋତ୍ର କର୍ମତନ୍ତ୍ର ଯେ ଉପବେଦ ନ୍ୟାୟ ଶାସ୍ତ୍ର। ଏଭାବେ ଚାରି ପାଦ ଧର୍ମ ଆଶ୍ରମ ବୃତ୍ତି ଯଥାକ୍ରମ। ଯେ ଯୁଗେ ପ୍ରସରିବ ଯେତେ ବ୍ରହ୍ମା ବିଚାରେ ଅନ୍ତର୍ଗତେ। ବିଦୁର ଉବାଚ ଭୌମୁନି କହିବା ପ୍ରସନ୍ନେ ସନ୍ଦେହ ଅଛି ମୋର ମନେ। ସେ ବିଶ୍ୱ ସର୍ଜନ ଈଶ୍ୱର ଅଶେଷ ଶକ୍ତି ଶ୍ରୁତିଧର। ଯେ ମୁଖେ ଯେ ବେଦ ସର୍ଜିଲେ ଯହୁଁ ଯେ ଧର୍ମ ପ୍ରକାଶିଲେ। ସେ କଥା କହ ମୁନି ମୋତେ ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହୋ ବିଧାତାର ଲୀଳା ଯେ ମୁଖୁଁ ଯେ ବେଦ ସର୍ଜିଲା। ଋଗ୍ବେଦ ପୂର୍ବ ମୁଖୁଁ କଲା ଦକ୍ଷିଣେ ଯଜୁ ପ୍ରକାଶିଲା। ସାମ ପଶ୍ଚିମ ମୁଖୁଁ ଜାତ ଅଥର୍ବ ଉତ୍ତରୁ ସମ୍ଭୂତ। ବେଦାଦି ଶାସ୍ତ୍ର ସ୍ମୃତି ସ୍ତୋତ୍ର ଯଜ୍ଞାଦି କୃତ ଅଗ୍ନିହୋତ୍ର। ଦେବଙ୍କ ମନ୍ତ୍ର ସ୍ତୁତି ଯେତେ ପୂର୍ବାଦି ଯଥାକ୍ରମ ମତେ। ଆୟୁର୍ବେଦ ଯେ ଧନୁର୍ବେଦ ଗାନ୍ଧର୍ବ ବେଦ ଶିଳ୍ପ ବେଦ। ଏ ଆଦି ଉପବେଦ ଯେତେ ପୂର୍ବାଦି ମୁଖୁଁ କ୍ରମାଗତେ। ପଞ୍ଚମ ବେଦ ଇତିହାସ ଚତୁର ମୁଖେ ସୁପ୍ରକାଶ। ଷୋଡ଼ଶୀ ଉକ୍ତ ପୂର୍ବ ମୁଖେ ପୁରୀଷି ଅଗ୍ନିଷ୍ଟୁତ ଦକ୍ଷେ। ଆପ୍ତ ଉର୍ଜାମ ଅତିରାତ୍ର ଗୋସବ ବାଜପେୟ ଜାତ। ଧର୍ମାଚରଣ ଚାରି ବେଦେ ବ୍ରହ୍ମା କଳ୍ପିଲା ଜ୍ଞାନ ଭେଦେ। ଯେ ବିଦ୍ୟା ଦାନ ତପ ସତ୍ୟ ଏ ଧର୍ମ ଚତୁଷ୍ପାଦ ମତ। ଚତୁରାଶ୍ରମ ବୃତ୍ତି ଭାବେ ଯେ ଧର୍ମେ ଯେ ବା ନିସ୍ତରିବେ। ସାବିତ୍ର ପ୍ରାଜାପତ୍ୟ ବ୍ରାହ୍ମ ବୃହତ ଆଦି ଚାରି କର୍ମ। କୃଷି ଯାଜନ ଯେ ଶାଳୀନ ଶିଳୁଚ୍ଛ ବୃତ୍ତି ଆଦି ଧର୍ମ। ବୈଖ୍ୟାନ ବାଳ ଖିଲ୍ୟ ଦୀକ୍ଷା ଉଡୁମ୍ବ ରଫେ ନପ ଶିକ୍ଷା। ସନ୍ନ୍ୟାସେ କୁଟି ଚକ ଆଦି ଆଶ୍ରମ ଧର୍ମ ଯେଣେ ସାଧି। ଅପର ଆନ୍ୱିକ୍ଷିକି ତ୍ରୟୀ ବାର୍ତ୍ତା ଦଣ୍ଡ ନୀତି ଯେ ହୋଇ। ବ୍ୟାହୃତି ସୃଷ୍ଟି ଏହି ମତେ ପ୍ରଣବ ଜନ୍ମ ହୃଦଗତେ। ଗାୟତ୍ରୀ ଆଦି ସପ୍ତ ଛନ୍ଦ ମନ୍ତ୍ର ଦେବତା ଅନୁବନ୍ଧ। ଉଷ୍ଣିକ ଛନ୍ଦ ଲୋମୁ ଜାତ ଗାୟତ୍ରୀ ଚର୍ମୁ ଉଦଭୂତ। ମାଂସୁ ଉପୁଜେ ତ୍ରିଷ୍ଟୁପ ଛନ୍ଦ ସ୍ନାୟୁରୁ ଅନୁଷ୍ଟୁପ ଛନ୍ଦ। ଜଗତି ଅସ୍ଥି ଦେଶୁ ହୁଏ ମଜ୍ଜାରେ ପଙ୍କ୍ତି ଛନ୍ଦ ରହେ।
ବୃହତି ଛନ୍ଦ ଦଶ ପ୍ରାଣ ଜୀବ ତାହାର ସ୍ପର୍ଶ ବର୍ଣ୍ଣ ସ୍ୱର ବ୍ରହ୍ମା ଶରୀରୁ ଜାତ ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ ଅନ୍ତ୍ୟସ୍ଥ ବର୍ଣ୍ଣ ବଳେ ବସେ ଯେ ବଳେ ଶରୀର ପ୍ରକାଶେ ବ୍ରହ୍ମ ବିହାର ସପ୍ତ ସ୍ୱର ସୁଚିତ୍ତେ ଶୁଣ ହେ ବିଦୁର ଶବଦ ବ୍ରହ୍ମ ତା ଶରୀର ସ୍ୱଭାବେ ବ୍ୟକ୍ତା ବ୍ୟକ୍ତ ପର ଏଣୁ ସଂସାର ବ୍ରହ୍ମମୟେ ଯେ ବ୍ରହ୍ମ ନାନା ଶକ୍ତି ବହେ ଏମନ୍ତେ ଶବ୍ଦ ବ୍ରହ୍ମା କରି ଅପର ସୃଷ୍ଟି ମନେ ସ୍ମରି ଯେ ଋଷି ସୃଷ୍ଟି ପୂର୍ବେ କଲା ତାଙ୍କ ବିସ୍ତାର ନ ଦେଖିଲା ସ୍ୱଭାବେ ତେଜୋବନ୍ତ ହୁଅନ୍ତି ପ୍ରଜା ସୃଜନ ନ କରନ୍ତି ଏମନ୍ତ ବିଚାରି ବିଧାତା ମନେ ପାଇଲା ଗୁରୁ ଚିନ୍ତା ଦେଖ ମୋହର କର୍ମ ମନ୍ଦ ମୁଞ୍ଜେ ସଜିଲି ଋଷି ବୃନ୍ଦ କେହି ନୋହିଲେ ସୃଷ୍ଟି ଯୋଗ୍ୟେ ସର୍ବେ ପଶିଲେ ତପ ଯୋଗେ ଏଥିରେ ଦୈବ ପ୍ରତିକୂଳ ଏଣୁ ମୋ ମାନସ ଆକୁଳ ଏମନ୍ତେ ମନେ କରି ଚିନ୍ତା ମୌନେ ବସିଲା ବିଧାତା ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ ତାପେ ହୋଇଲା ବେଣୀ ଖଣ୍ଡ ସେ ବେଣୀ ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେଣୀ ହୁଏ ସେ ବେଣୀ ମଧ୍ୟେ ଯେ ପୁମାନ ହୋଇଲା ସ୍ୱୟଂ ଭୁବ ନାମ ସଂସାରେ ରାଜା ସେ ବୋଲାଇ ଶୁଣ ବିଦୁର ଏବେ କହି ଅପର ଖଣ୍ଡ ନାରୀ ଜନ୍ମ ହୋଇଲା ସତ ରୂପା ନାମ ମନୁର ପତ୍ନୀ ସେ ହୋଇଲା ମୈଥୁନେ ସୃଷ୍ଟି ଉପୁଜିଲା ପଞ୍ଚସନ୍ତତି ତାର ତହୁଁ ହୋଇଲେ ଶୁଣ ନାମ କହୁଁ ଉତ୍ତାନ ପାଦ ପ୍ରିୟ ବ୍ରତ ଆଗେ ହୋଇଲେ ବେନି ଭ୍ରାତ ଆକୁତି ଦେବହୂତି ବେନି ପ୍ରସୂତି ନାମେ କନ୍ୟା ତିନି ସେ ମନୁ କନ୍ୟା ଦାନ କଲା ଆକୁତି ରୁଚି ବିପ୍ରେ ଦେଲା କର୍ଦମେ ଦେଲା ଦେବହୂତି ଦକ୍ଷକୁ ସମର୍ପେ ପ୍ରସୂତି ତାହାଙ୍କ ଗର୍ଭୁ ନାନା ମତେ ସନ୍ତତି ପୁରିଲେ ଜଗତେ ଏମନ୍ତ ଭାଗବତ ବାଣୀ ମୈତ୍ରେୟ ବିଦୁରେ ବଖାଣି ଶୁଣ ସୁଜନେ ଶୁଦ୍ଧ ଚିତ୍ତେ ତୃତୀୟ ସ୍କନ୍ଧ ଭାଗବତେ ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଏଣେ ହରିଙ୍କି କରିଲ ଏ ବ୍ରାହ୍ମଣ ଜଗନ୍ନାଥ କହେ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ସୃଷ୍ଟି ବର୍ଣ୍ଣନଂ ନାମ ଦ୍ୱାଦଶୋऽଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ ଓಂ ନମୋ ଭଗବତେ ବାସୁଦେବାୟ।